बिजनेसटे ऊपर आपको कहवाक जाऊँगी जहाँकि आप निज घरे ଆପଣ କମ୍ ଇନଭେଷ୍ଟରେ ସେ ବିଜନେସଟି ଷ୍ଟାର୍ଟ କରିପାରିବେ। ସେ ବିଜନେସଟି କ'ଣ ମୁଁ ତାକୁ ଆପଣଙ୍କୁ କହି ରଖୁଛି। କହିବା ଆଗରୁ ତା ଆଗରୁ ମୁଁ କହି ରଖୁଛି ଯେମିତି ଆମର ବାସନ ମାଜିବା ପାଇଁ ଘରେ ମା ମାନେ ସେତେବେଳେ କ'ଣ ନଡ଼ିଆ କତା କିମ୍ବା ପାଳକୁ ଆପଣ ୟୁଜ୍ କରୁଥିଲେ। ବର୍ତ୍ତମାନ ତାହା ପରିବର୍ତ୍ତନ ହେଇ ଆମର ଆସିକି ସ୍କ୍ରବରରେ ପହଞ୍ଚି ଯାଇଛି। ସେଇଟା ସ୍କ୍ରବର କ'ଣ ମୁଁ ସେଇଟା ତା ବିଷୟରେ ଆପଣଙ୍କୁ ଡିଟେଲ୍ସ ଦେଖାଉଛି ଯେଉଁଟାକି ବାସନ ମାଜିବା ପାଇଁ। ସେଇଟା ଦେଖନ୍ତୁ ବର୍ତ୍ତମାନ ଏଇଟା ହେଉଛି ଆମର ସ୍କ୍ରବର। ଦେଖନ୍ତୁ ଏଇଟା ସ୍କ୍ରବର, ୟାକୁ କୁହାଯାଏ ଗ୍ଲିଷ୍ଟର। ୟାକୁ ନେଇ ଆମେ ତାକୁ ବାସନ ମଜା ତିଆରି କରିବା। କେମିତି ତାକୁ ତିଆରି କରିବା ସେଇଟା ଆପଣ ଦେଖନ୍ତୁ। ଦେଖନ୍ତୁ ଭାଇ ଆମର କେମିତି ସେ ବାସନ ମଜା ଯେଉଁଟା ସ୍କ୍ରବର ବା ଜାଲି କୁହାଯାଏ ତାକୁ କିଭଳି ଭାବରେ ଭିଡ଼ିକି ତାକୁ ହାଲକା କରୁଛନ୍ତି। ତାକୁ ପ୍ରଥମେ ଏମିତି ହାଲକା କରିବେ, ହାଲକା କରିକି ଦେଖନ୍ତୁ କିଭଳି ଭାବରେ ହାଲକା କରୁଛନ୍ତି। ଏମିତି ହାଲକା କରିସାରିକି ଦେଖନ୍ତୁ ସେ ବ୍ଲିଷ୍ଟରରେ ତାକୁ ରଖୁଛନ୍ତି। ଏମିତି ଗୋଟାଏ ପରେ ଗୋଟାଏ ତାକୁ ବ୍ଲିଷ୍ଟରରେ ସେ ଦେଖନ୍ତୁ ଏଠି ସଜେଇକି ରଖିଛନ୍ତି। ଏହା ମାଧ୍ୟମରେ ଆମେ ଗୋଟେ ଛୋଟ ବିଜନେସ୍ କରିବା। କେମିତି କରିବା ଦେଖନ୍ତୁ। ଛୋଟ ବିଜନେସ୍ ପାଇଁ ଏଇଭଳି ଭାବରେ ଗୋଟିଏ ଛୋଟ ମେସିନ୍ଟିଏ ଆବଶ୍ୟକ ପଡ଼ିଥାଏ। ଏହି ମେସିନ୍ ମାଧ୍ୟମରେ ଆପଣ ନିଜ ଘରେ ବିଜନେସ୍ ଷ୍ଟାର୍ଟ କରିବେ। ତାକୁ କ'ଣ କରିବେ ଦେଖନ୍ତୁ। ଏଥିରେ ସଜେଇ ରଖିଥିବା ବ୍ଲିଷ୍ଟର ଏବଂ ବାସନ ମଜାକୁ ଜାଲିକୁ ତାକୁ ଏଇଭଳି ଭାବରେ ସଜେଇକି ତା ଡାଇ ବା ଛାଞ୍ଚ ଯାହାକୁ କୁହାଯାଏ ଆପଣ ସେଇଥିରେ ସଜେଇକି ଏଇଭଳି ଭାବରେ ତାକୁ ରଖିବେ। 12ଟି ପିସ୍କୁ ରଖିବେ। ତାପରେ କ'ଣ କରିବେ ଦେଖନ୍ତୁ। କ୍ୟାଲେଣ୍ଡରଟା ଦେଖ ଏଇଟା ଦେଖନ୍ତୁ କ୍ୟାଲେଣ୍ଡର। ୟାକୁ ନେଇକି ତା ଭିତରେ ଦେଖନ୍ତୁ କିଭଳି ଭାବରେ ତାକୁ ସେଟ୍ କରାଯାଉଛି। ତାକୁ ଏଇଭଳି ଭାବରେ ଆପଣ ତାକୁ ରଖିବେ। ରଖିକି ଦେଖନ୍ତୁ କ'ଣ କରାଯାଉଛି। ୟାକୁ ଟାଇମିଂ ଦିଆଯାଇଛି 5 ସେକେଣ୍ଡ। ଏଇଭଳିଆ ତାକୁ ପ୍ରେସ୍ କରାଯାଏ। ପ୍ରେସ୍ କଲା ପରେ ଦେଖନ୍ତୁ କ'ଣ ତାପରେ ଭାଇ କରୁଛନ୍ତି। ବର୍ତ୍ତମାନ ଇଏ ଆମର ବାସନ ମଜା ହେଇଗଲା ବା ସ୍କ୍ରବର। এইভাবে ভাবে আপনার নিজ ঘরে গোটিয়ে ছোটিয়া বিজনেসটিଏ ଷ୍ଟାର୍ଟ କରିପାରିବେ।